ମୁଁ ସୁଶ୍ରୀ ସୁପାଙ୍ଗୀ ପ୍ରିୟ ଶ୍ରୀଲଙ୍କା ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବିକଶିତ ଭାରତ ବିଥନ କାର୍ଯ୍ୟକ୍ରମ ଏକ ସ୍କୁଲ ସ୍ତରୀୟ କାର୍ଯ୍ୟକ୍ରମ ଯେଉଁଥିରେ କି ମୁଁ ଏବଂ ମୋର ସାଙ୍ଗମାନେ ସମୃଦ୍ଧ ଭାରତୀୟ ଏକ ମଡେଲ ପ୍ରସ୍ତୁତ କରୁଛୁ ଯେଉଁଥିରେ କି ଆମ ଅଞ୍ଚଳରେ ହେଉଥିବା ଏକ ଜଳଜନିତ ସମସ୍ୟାର ଆମେ ସମାଧାନ କରୁଛୁ। ସେଥିପାଇଁ ଆମେ ସ୍କୁଲ ଘର ରାସ୍ତା ଏବଂ ଟ୍ୟୁବୱେଲ୍ ବ୍ୟବହାର କରୁଛୁ। ଏହାଫଳରେ ଆମେ ଭୂତଳରେ ଜଳମାନଙ୍କର ସଂରକ୍ଷଣ କରିପାରିବା ଏବଂ ଆମର ଚାରିକୋଣ ମଧ୍ୟ ପରିଷ୍କାର ରହିପାରିବ। ଆମେ ପ୍ରଥମେ ଜାଣିବା ରାସ୍ତାଘାଟରେ ଯେଉଁ ଦୂଷିତ ଜଳ ଗୁଡ଼ିକ ରହୁଛି ତାହାର ଦୂରୀକରଣ କିପରି ହୋଇପାରିବ। ବର୍ଷା ଦିନେ ଅତ୍ୟଧିକ ପରିମାଣର ଜଳ ରାସ୍ତାଘାଟରେ ସଞ୍ଚିତ ହୋଇ ରହିଥାଏ, ଫଳରେ ସେହି ଜଳ ଗୁଡ଼ିକ ଦୂଷିତ ହୋଇଥାଏ। ସେହି ଦୂଷିତ ଜଳ ଫଳରେ ଛାତ୍ରଛାତ୍ରୀମାନେ ଏବଂ ସାଧାରଣ ଯାତ୍ରୀମାନେ ଯିବା ଆସିବା କରିପାରନ୍ତି ନାହିଁ ଏବଂ ସେହି ଜଳ ଯଦି ଖାଲ ଢିପରେ ଭରି ହୋଇ ରହିଥାଏ ତେବେ ଅତ୍ୟଧିକ ପରିମାଣରେ ଦୁର୍ଗନ୍ଧ ମଧ୍ୟ ହୋଇଥାଏ ସେ ଜଳ ଗୁଡ଼ିକ ଏବଂ ତାଙ୍କ ଦ୍ୱାରା ଜାତ ହୋଇଥିବା ମଶାମାନେ ମାନଙ୍କ ଦ୍ୱାରା ମ୍ୟାଲେରିଆ ରୋଗ ମଧ୍ୟ ବ୍ୟାପିଥାଏ। ଯଦି ଆମେ ରାସ୍ତାରେ ଏପରି ଏକ ଡ୍ରେନେଜ ସିଷ୍ଟମ କରିବା ଏବଂ ସେ ଡ୍ରେନେଜ ସିଷ୍ଟମ ମାଧ୍ୟମରେ ରାସ୍ତାର ସବୁ ଦୂଷିତ ଜଳ ଗୁଡ଼ିକୁ ଭୂଗର୍ଭକୁ ଛାଡ଼ିଦେବା ତେବେ ଆମ ଭୂଗର୍ଭରେ ଯେଉଁ ଜଳସ୍ତର ରହିଛି ତାହାର ପରିମାଣ ମଧ୍ୟ ବୃଦ୍ଧି ପାଇବ, ଯାହାଫଳରେ ଆମର ପୃଥିବୀ ପୃଷ୍ଠରେ ଜଳର ଅଭାବ ମଧ୍ୟ ରହିବ ନାହିଁ ଏବଂ ରାସ୍ତାଘାଟ ପରିଷ୍କାର ଏବଂ ପରିଚ୍ଛନ୍ନ ମଧ୍ୟ ରହିବ ଏବଂ ମ୍ୟାଲେରିଆ ରୋଗ ଅତ୍ୟଧିକ ପରିମାଣ ବ୍ୟାପି ମଧ୍ୟ ନାହିଁ। ଆମେ ଏବେ ଦେଖିବା ଯେ ବୃଷ୍ଟି ଜଳକୁ ସ୍କୁଲ ସ୍ତରରେ ଆମେ କିପରି ବ୍ୟବହାର କରିପାରିବା। 1 ସ୍କୋୟାର ଫୁଟ ଛାତରେ 1 ଲିଟର ପାଣି ଜମା ହୁଏ, ତେବେ ସ୍କୁଲରେ ଏକ ପ୍ରଶସ୍ତ ଛାତରେ କେତେ ପାଣି ଜମା ନ ହେବ? ସେହି ପାଣି ଚାରିକଡ଼ରେ ଯଦି ଜମା ହୋଇ ରହେ ତେବେ କାଦୁଅ ହୋଇଥାଏ ଏବଂ ସେହି କାଦୁଅରେ ଛାତ୍ରଛାତ୍ରୀମାନେ ପଡ଼ିବାର ମଧ୍ୟ ସମ୍ଭାବନା ଥାଏ ଏବଂ ସେହି କାଦୁଅ ପାଣିରେ ଜୀବାଣୁମାନେ ଥାନ୍ତି ଯାହାଦ୍ୱାରା ରୋଗ ମଧ୍ୟ ସୃଷ୍ଟି ହୋଇଥାଏ। ଯଦି ସେହି ପାଣିକୁ ଆମେ ଏକ ପାଇପ୍ ସାହାଯ୍ୟରେ ଭୂଗର୍ଭକୁ 6-7 ଫୁଟରେ ପୁରାଇ ଏକ ପାଇପ୍ ସାହାଯ୍ୟରେ ବୃଷ୍ଟିପାତ ଜଳକୁ ସେଇଥିରେ ଭର୍ତ୍ତି କରିବା ତେବେ ସେହି ଜଳ ଆମର ବହୁତ ବ୍ୟବହାର ଲାଗିପାରିବ ଏବଂ ପୃଥିବୀ ପୃଷ୍ଠରେ ଭୂଗର୍ଭରେ ଜଳର ସ୍ତର ମଧ୍ୟ କମି କମି ଗଲାଣି। ତାହାଦ୍ୱାରା ଆମ ଜଳର ସ୍ତର ମଧ୍ୟ ଭରି ରହିପାରିବ ଏବଂ ଆମର ମଧ୍ୟ କାମରେ ଆସିପାରିବ। ପ୍ରତ୍ୟେକ ଗ୍ରାମରେ ଜଳ ପାଇଁ ମୁଖ୍ୟତଃ ବ୍ୟବହାର କରାଯାଏ ଟ୍ୟୁବୱେଲ୍। ଏହି ଟ୍ୟୁବୱେଲ୍ କୌଣସି ବ୍ୟକ୍ତି ଏହାର ସଦୁପଯୋଗ କରିଥାନ୍ତି ଏବଂ ଅନେକ ବ୍ୟକ୍ତି ଏହାର ଦୁରୁପଯୋଗ କରିଥାନ୍ତି, ଯେପରିକି ଏହି ଟ୍ୟୁବୱେଲ୍ ଜଳ ଗୁଡ଼ିକ ଏହାର ଚାରିପାଖରେ ହେବା ଦ୍ୱାରା ଅପରିଷ୍କାର ହୋଇଥାଏ ଏବଂ ମଶା ମାଛି ମଧ୍ୟ ହୋଇଥାନ୍ତି। ଯାହାକୁ ସମାଧାନ କରିବା ପାଇଁ ଆମେ ଟ୍ୟୁବୱେଲ୍ ପାଖରେ ଏକ ଟାଙ୍କିର ବ୍ୟବସ୍ଥା କରିବା। ଏହି ଟାଙ୍କିରେ ଆମେ କ'ଣ କରିବା ନା ଏହି ଟ୍ୟୁବୱେଲ୍ ବାହାରୁଥିବା ଅପରିଷ୍କାର ଜଳ ଗୁଡ଼ିକୁ ଆମେ ଏହା ମଧ୍ୟରେ ପୁରାଇବା, ଯାହାଫଳରେ ଏହି ଜଳ ଗୁଡ଼ିକ ଭୂତଳରେ ପହଞ୍ଚିବ, ଯାହାଫଳରେ ଆମ ଭୂତଳରେ ସଞ୍ଚିତ ଜଳର ପରିମାଣ ବୃଦ୍ଧି ପାଇବ ଏବଂ ଟ୍ୟୁବୱେଲ୍ ଚାରିପାଖରେ ସବୁଜ ମଧ୍ୟ ରହିପାରିବ। ସର୍ବଶେଷରେ ଆମେ ଘରେ କିପରି ବୃଷ୍ଟିପାତ ଜଳ ସଂରକ୍ଷଣ କରିବା ସେହି ବିଷୟରେ ମୁଁ କହିବାକୁ ଯାଉଛି। ଯେପରି ମୋ ସାଙ୍ଗ କହିଥିଲା କି 1 ସ୍କୋୟାର ଫୁଟ ଛାତରେ 1 ଲିଟର ପାଣି ଜମା ହୋଇପାରେ, ସେହିପରି ପ୍ରତ୍ୟେକ ଘରରେ ବହୁତ ପାଣି ଜମା ହୋଇପାରିବ। ଯଦି ଆମେ ସେ ବୃଷ୍ଟିପାତ ଜଳକୁ ଏକ ଟ୍ୟାଙ୍କରେ ଭର୍ତ୍ତି କରି ଘରର ନିତ୍ୟ ବ୍ୟବହାର କାମରେ ବ୍ୟବହାର କରିପାରିବା, ତାପରେ ଗୃହପାଳିତ ପଶୁମାନଙ୍କୁ ଖାଇବା ପିଇବାରେ ଦେଇପାରିବା, ଫୁଲ ଗଛରେ ପାଣି ମଧ୍ୟ ଦେଇପାରିବା। ଆଜିକାଲି ଘରେ ୱାଟର ପ୍ୟୁରିଫାୟର ମେସିନ୍ ଲଗାଇ ପାନୀୟ ଜଳକୁ ଶୁଦ୍ଧ କରି ପିଉଛନ୍ତି, ତ ଆମେ ସେହି ମେସିନ୍ ଦ୍ୱାରା ବୃଷ୍ଟିପାତ ଜଳକୁ ସଂରକ୍ଷଣ କରି ଟ୍ୟାଙ୍କରେ ଭର୍ତ୍ତି କରିପାରିବା।